ଶ୍ରୀ ଜଗନ୍ନାଥ ହର ଶମ୍ଭୁ। ଏବେ ତ ଗତକାଲି ଗଲା ସାବିତ୍ରୀ ବ୍ରତ, କିନ୍ତୁ ସାବିତ୍ରୀ ବ୍ରତ ପାଳନ କରିବା ଯେତିକି ଜରୁରୀ, ତାହା ସହିତ ସମ୍ପର୍କ ସୁଦୃଢ଼ ରଖିବା ପାଇଁ ସ୍ୱାମୀ ସ୍ତ୍ରୀ ପାଇଁ କିଛି ପାରିବାରିକ ବ୍ରତ ରହିଛି। ତାକୁ ଆମେ ନୀତିଦିନିଆ ସାବିତ୍ରୀ ବ୍ରତ ବୋଲି ମଧ୍ୟ କହିପାରିବା। ଆଉ ସେଗୁଡ଼ିକ ହେଲା ସମୟ ଦେବା ସବୁଠୁ ବଡ଼ ଆବଶ୍ୟକତା। ଦ୍ୱିତୀୟ ହେଉଛି ସମ୍ମାନ ଦିଅନ୍ତୁ ଆଉ ସମ୍ମାନ ନିଅନ୍ତୁ। ତୃତୀୟ ହେଉଛି କଥାବାର୍ତ୍ତା କରିବାର ଶୈଳୀ ବଦଳାଇବା ଦରକାର। ଚତୁର୍ଥ ହେଉଛି କ୍ଷମା କରିବା ଓ କ୍ଷମା ମାଗିବା। ପଞ୍ଚମ ହେଉଛି ଛୋଟ ଛୋଟ କଥାରେ ଖୁସି ହେବା। ଷଷ୍ଠ ହେଉଛି ଜଣେ ଜଣକୁ ବୁଝିବା ପାଇଁ ଚେଷ୍ଟା କରିବା। ସପ୍ତମ ହେଉଛି କିଛି କଥାକୁ ଆମେ ନିଜ ନିଜ ଭିତରେ ସମାଧାନ କରିବା। ଏହି 7ଟି ନିୟମ ଯଦି ଆମେମାନେ ପାଳିବା, ନୀତିଦିନିଆ ନିୟମରେ ଏହି ନୀତିଦିନିଆ ସାବିତ୍ରୀ ବ୍ରତର ନିୟମ ଯଦି ପାଳିବା, ଆମ ଜୀବନ ବହୁତ ହସ ଖୁସିରେ ଚାଲିଯିବ ଓ ସଂସାରର ମୁଖ୍ୟ ସ୍ରୋତରେ ଆମେ ଯୋଡ଼ି ହୋଇଯିବା ଓ ଭଗବାନଙ୍କର ଆଶୀର୍ବାଦ ପାଇ ଆମେ ଏହି ହସ ଖୁସିର ଦୁନିଆରେ ଆମେ ନିଜକୁ ସାମିଲ କରିପାରିବା। ଚାଲନ୍ତୁ ସେଗୁଡ଼ିକ ବିଷୟରେ ଆମେ ସବିଶେଷ ଆଲୋଚନା କରିବା। ପ୍ରଥମ ହେଉଛି ଆମେ ସମୟ ଦେବା ହେଉଛି ସବୁଠୁ ବଡ଼ ଆବଶ୍ୟକତା। ସମ୍ପର୍କକୁ ମଜବୁତ ଓ ବଜାୟ ରଖିବା ପାଇଁ ସ୍ୱାମୀ ହେଉ କି ସ୍ତ୍ରୀ ଉଭୟଙ୍କୁ ସମୟ ଦେବା ନିହାତି ଆବଶ୍ୟକ। ଯଦିଓ ଆଜିର ମହଙ୍ଗା ଦୁନିଆରେ ପଇସା ରୋଜଗାରର ଆବଶ୍ୟକତା ରହିଛି, ସେହି ବ୍ୟସ୍ତତା ଭିତରେ ନିଜ ଜୀବନସାଥୀ ପାଇଁ ସମୟ ଦେବା ବି ଗୋଟିଏ ମୂଲ୍ୟବାନ କଥା, ଯାହା ସମ୍ପର୍କକୁ ଆପଣଙ୍କ ସମ୍ପର୍କକୁ ଅଧିକ ମଜବୁତ କରିଥାଏ। ଦ୍ୱିତୀୟ ହେଉଛି ସମ୍ମାନ ଦିଅନ୍ତୁ ଆଉ ସମ୍ମାନ ନିଅନ୍ତୁ। ସମ୍ପର୍କ ହେଉଛି ଦ୍ୱିପାକ୍ଷିକ ପ୍ରକ୍ରିୟା। ସମ୍ମାନ ଦେଇ ସବୁବେଳେ ସ୍ୱାମୀ ସ୍ତ୍ରୀ ମଧ୍ୟରେ ଅହଂ ଭାବ ସୃଷ୍ଟି ହୁଏ। ମନେ ରଖନ୍ତୁ, ପରିବାର ମଧ୍ୟରେ ସ୍ୱାମୀଟିର ଭାବନା ଓ ନିଷ୍ପତ୍ତିକୁ ସମ୍ମାନ ଦେବା ସ୍ତ୍ରୀ ପାଇଁ ଯେତିକି ଗୁରୁତ୍ୱପୂର୍ଣ୍ଣ ଅଟେ, ସ୍ତ୍ରୀର ମଧ୍ୟ ଠିକ୍ ସେହିପରି କିଛି ଇଚ୍ଛା ଓ ଭାବନା ଥାଏ। ସ୍ୱାମୀକୁ ମଧ୍ୟ ସମ୍ମାନ ଦେଇ ପୂରଣ କରିବାକୁ ହୋଇଥାଏ। ଯଦି ଏହି ଧାରା ବଜାୟ ରହେ, ତାହେଲେ ସମ୍ପର୍କରେ ତିକ୍ତତା ଆସିନଥାଏ। ତୃତୀୟ ହେଉଛି କଥାବାର୍ତ୍ତା କରିବାର ଶୈଳୀ ବଦଳାନ୍ତୁ। ପରିବାର ମଧ୍ୟରେ ଅଶାନ୍ତର ମୂଳ କାରଣ ପରସ୍ପର ମଧ୍ୟରେ ହେଉଥିବା କଥାବାର୍ତ୍ତା। ଧାରୁଆ ଅସ୍ତ୍ରର ଆଘାତ କିଛି ଔଷଧ ବ୍ୟବହାରରେ ଭଲ ହୋଇଯାଇଥାଇପାରେ, କିନ୍ତୁ ଜଣେ ଅନ୍ୟ ଜଣକୁ କହୁଥିବା କଟୁ କଥାର ଆଘାତ ହୃଦୟ ମଧ୍ୟରେ ସାରା ଜୀବନ ରହିଥାଏ ଆଉ ସେଇଥିପାଇଁ ସମ୍ପର୍କ ବଳି ପଡ଼ିଥାଏ। ତେଣୁ ଦୁହେଁ ଦୁହିଁଙ୍କ ଉପରେ କଥାବାର୍ତ୍ତା କଲାବେଳେ ଭାରସାମ୍ୟ ବଜାୟ ରଖିବାକୁ ପଡ଼ିବ। ଚତୁର୍ଥ ହେଉଛି କ୍ଷମା କରିବା ଓ କ୍ଷମା ମାଗିବା। ଏଇଠି କୌଣସି ମଣିଷ 100% ଠିକ୍ ନୁହନ୍ତି। ମଣିଷ ପାଖରେ କ୍ରୋଧ ଥାଏ ଆଉ ସାଧୁଙ୍କ ପାଖରେ ରହିଥାଏ କୋପ, ଅବଶ୍ୟ ରହିଥାଏ। ତେଣୁ ଦୈନନ୍ଦିନ ଜୀବନରେ କୌଣସି ନା କୌଣସି କ୍ଷେତ୍ରରେ ଭୁଲ ହେବା ସ୍ୱାଭାବିକ କଥା। ଆଉ ଏହାକୁ କୌଣସି ବଡ଼ ଅପରାଧ ନ ଭାବି ସ୍ୱାମୀ ହେଉ କି ସ୍ତ୍ରୀ ଘରର ଚାରିକାନ୍ଥ ମଧ୍ୟରେ ଯଦି କିଛି ଭୁଲ କରିଦିଅନ୍ତି, ପରସ୍ପରକୁ ଭୁଲ ହୋଇଗଲା କହି କ୍ଷମା ମାଗିଦେଲେ ଅସୁବିଧା କିଛି ହେବ କି ନାହିଁ? ହେବ କି? କିଛି ବି ଅସୁବିଧା ହେବନି, କିଛି ନାହିଁ। ଜଣେ କ୍ଷମା ମାଗି ନେବ, ଆଉ ଜଣେ ହସିକି ତାକୁ ଗ୍ରହଣ କରିଦେବା ଫଳରେ ପୁନର୍ବାର ହସ ଖୁସିର ସଂସାର ଚାଲି ଉଠିବ। ଚାଲନ୍ତୁ ପଞ୍ଚମ ଉପାୟ ଆମେ ଜାଣିବା। ଛୋଟ ଛୋଟ କଥାରେ ଖୁସି ହେବା। ଭଲ ପାଇବା ଦେଖାଇବା ପାଇଁ ବଡ଼ ବଡ଼ ଯୋଜନା କରିବା କିଛି ଆବଶ୍ୟକତା ନାହିଁ। ଜଣେ ଚାରିପଟ ମୁଠେ ଭାତ ଖାଇ ଛୋଟ ଘର ମଧ୍ୟରେ ଖୁସିରେ ରହିପାରୁଥିବା ବେଳେ ଅନ୍ୟ ଜଣେ 4ଟା ଆଇଟମ୍ ଖାଇ, ମାନେ 6 ଭଜା 9 ଭଜା 6 ତିଅଣ ଖାଇ ମଧ୍ୟ ଖୁସିରେ ରହିପାରନ୍ତି ନାହିଁ। ତେଣୁ ନିଜ ଜୀବନସାଥୀକୁ ଖୁସି କରିବା ପାଇଁ ଛୋଟ ମେସେଜ କିମ୍ବା ଛୋଟ ଉପହାର ଦେଇ ମଧ୍ୟ ଖୁସି କରିପାରିବେ। ସେଥିରେ କେବଳ ଆମର ଚେଷ୍ଟା ଦରକାର। ଷଷ୍ଠ ହେଉଛି ଜଣେ ଜଣକୁ ବୁଝିବା ପାଇଁ ଚେଷ୍ଟା କରିବା ଉଚିତ। ଏହି କଥାଟି ସାଂସାରିକ ଜୀବନରେ ବେଶୀ ଗୁରୁତ୍ୱପୂର୍ଣ୍ଣ। ଉଭୟର ପରିସ୍ଥିତିକୁ ବୁଝନ୍ତୁ। ଆମେ ଆମମାନଙ୍କର ଗୋଟିଏ ହୀନ ମାନସିକତା ହେଲା, ସ୍ୱାମୀ କ'ଣ କରୁଛି, ଘର ପାଇଁ ଏତିକି ପଇସା ଦରକାର ଆଣିକାରେ ଦେଉ। ଏହା ସ୍ତ୍ରୀ ଭାବରେ ଠିକ୍ ସେହିପରି ସ୍ୱାମୀ ଭାବେ ସ୍ତ୍ରୀର ସ୍ୱାସ୍ଥ୍ୟ ଭଲ କି ଖରାପ ସେ କଥାକୁ ଗୁରୁତ୍ୱ ନ ଦେଇ ସେ ଘରର ସବୁ କାମ କରୁ। ଯଦି ସ୍ତ୍ରୀ ସ୍ୱାମୀର ଆର୍ଥିକ ପରିସ୍ଥିତି କଥା ବୁଝିବ, ଆଉ ସ୍ୱାମୀ ସ୍ତ୍ରୀର ଏତେ ବଡ଼ ଘରର ଦାୟିତ୍ୱ ଏକା କିପରି କରୁଛି, ମୁଁ ଟିକେ ସାହାଯ୍ୟ କରିଦେବି, ତାକୁ ହାଲକା କରିଦେବି ଭାବିବ, ତେବେ ଆଉ ମନମାଳିନ୍ୟ ହେବ ନାହିଁ। ପ୍ରତ୍ୟେକ ପରିସ୍ଥିତିରେ ଉଭୟଙ୍କୁ ବୁଝନ୍ତୁ। ଏହା ସହିତ ଉଭୟର ଶାଶୁଘରକୁ ସମ୍ମାନ ଦେବାକୁ ଚେଷ୍ଟା କରନ୍ତୁ। ସପ୍ତମ ହେଉଛି କିଛି କଥାକୁ ନିଜ ଭିତରେ ରଖନ୍ତୁ। ସ୍ୱାମୀ ହେଉ କି ସ୍ତ୍ରୀ, ଏମିତି କିଛି କଥା ଅଛି ଯାହାକୁ ନିଜ ଭିତରେ ଗୁପ୍ତ ରଖନ୍ତୁ। ସ୍ୱାମୀ ଭାବିବା ଦରକାର, ଏହା ଯଦି ମୁଁ ମୋ ସାଙ୍ଗସାଥିମାନଙ୍କୁ କହିବି, ତାହେଲେ ମୋ ସ୍ତ୍ରୀର ଇଜ୍ଜତ ପ୍ରତି ଆଞ୍ଚ ଆସିବ। ମୋ ସାଙ୍ଗସାଥି କିମ୍ବା ମୋ ଘର ଲୋକଙ୍କୁ କହିବି, ମୋ ସ୍ତ୍ରୀର ଇଜ୍ଜତ ପ୍ରତି ଆଞ୍ଚ ଆସିବ। ସ୍ତ୍ରୀ ମଧ୍ୟ ସେହିପରି ନିଜ ସାଙ୍ଗସାଥି ଓ ନିଜ ଘର ଲୋକଙ୍କୁ, ନିଜ ମା ବାପାଙ୍କୁ ଏହି କଥା କହିବା ଉଚିତ ନୁହେଁ। ସ୍ୱାମୀଙ୍କ କଥା କହିବା ଉଚିତ ନୁହେଁ। ତାହେଲେ ମୋ ସ୍ୱାମୀଙ୍କ ସମ୍ମାନ ଚାଲିଯିବ ଓ ସ୍ୱାମୀ ପାଇଁ ସେ ସ୍ତ୍ରୀର ଶାଶୁ ଶ୍ୱଶୁର ଯେତିକି, ନିଜର ଶାଶୁ ଶ୍ୱଶୁର ମଧ୍ୟ ସେତିକି ବୋଲି ଭାବିବା ଦରକାର। ଆଙ୍କ ମା ବାପା ତାଙ୍କ ମା ବାପା ଭିତରେ ଫରକ କରିବା ଉଚିତ ନୁହେଁ। ଯେତେ ବି
ତାଙ୍କୁ ସମ୍ମାନ ଦେଲେ ତ ଆପଣଙ୍କ ସ୍ତ୍ରୀ ମଧ୍ୟ ଆପଣ ମା ବାପାକୁ ସମ୍ମାନ ଦେବ। ତାହେଲେ ଯାଇ ଉଭୟର ପରିବାରର ସମ୍ମାନକୁ ରଖିପାରିବେ। ଏହା ରହିଲା ଆମର ନୀତିଦିନିଆ ଜୀବନର ସାବିତ୍ରୀ ବ୍ରତର କିଛି ନିୟମ। ଏହାକୁ ନିଶ୍ଚୟ ମାନିକରି ଚଳନ୍ତୁ, ଦେଖିବେ ଜୀବନ ହସ ଖୁସିରେ ଭରି ଉଠିବ। ପ୍ରଭୁ ଜଗନ୍ନାଥ ସମସ୍ତଙ୍କୁ ଆଶୀର୍ବାଦ ଦିଅନ୍ତୁ। ହେ ପ୍ରଭୁ ଜଗନ୍ନାଥ ଦୁନିଆର ସମସ୍ତଙ୍କର ମଙ୍ଗଳ କରନ୍ତୁ। ଜୟ ଶ୍ରୀ ଜଗନ୍ନାଥ। ହର ହର ଶମ୍ଭୁ। ହେ ମା ସାବିତ୍ରୀ ଦେବୀ ସମସ୍ତଙ୍କୁ ଆପଣଙ୍କର ପଣତ ତଳେ ଆଶ୍ରୟ ଦିଅନ୍ତୁ। ସମସ୍ତଙ୍କୁ ଘଣ୍ଟ ଘୋଡ଼ାଇ ରଖନ୍ତୁ। ଜୟ ମା ସାବିତ୍ରୀ ଦେବୀଙ୍କର ଜୟ ହେଉ। ଜୟ ଶ୍ରୀ ଜଗନ୍ନାଥ। ହର ହର ଶମ୍ଭୁ।